ନମସ୍କାର। ଆଜି ପୁଣି ଏକ ନ୍ୟୁ ଟପିକ ଆପଣଙ୍କ ଲାଇଫରେ ଆଷ୍ଟ୍ରୋଲୋଜି ଅନୁସାରେ ଯୋଉ ରାହୁ ମହାଦଶା ଉପରେ ଆଜି ଆଲୋଚନା କରିବା। ତାର ଇମ୍ପାକ୍ଟ କଣ ଆପଣଙ୍କ ଲାଇଫରେ କେମିତି ପଡିଥାଏ, ତାର ରାହୁ ମହାଦଶା ପଡିଲେ ଆପଣଙ୍କ ଲାଇଫରେ କଣ ହେଇଥାଏ, ତାର ରେମିଡିଜ କଣ ହେଇଥାଏ କି ନାହିଁ, ତାକୁ ଆମେ ଆଜି ଡିସ୍କସ କରିବା। ଓକେ। ଦେଖନ୍ତୁ, ଆମେ ସମସ୍ତେ ଜାଣିଛେ ରାହୁ ମହାଦଶା, ଶନି ମହାଦଶା, ଏଇ ଯୋଉ ଦଶା ପଡେ କିମ୍ବା ବୁଦ୍ଧାଦିତ୍ୟ ଯୁଗ, ରାଜ ଯୁଗ, ଏଇ ଯୋଉ ଦଶା ମହାଦଶା ପଡେ ତାରି ବିଷୟରେ ଆଜି ଆଲୋଚନା କରିବା। ରାହୁ ମହାଦଶା ବିଷୟରେ ଭେରି ଇମ୍ପୋର୍ଟାଣ୍ଟ ଟପିକ ଆଷ୍ଟ୍ରୋଲୋଜିର। ଆଉ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ରାହୁ ମହାଦଶା ବିଷୟରେ ଜାଣିବା। ରାହୁ ମହାଦଶା ହଉଛି ସମୟ, ରାହୁ ମହାଦଶାଙ୍କର କାଳ ହଉଛି 18 ବର୍ଷ ଭୋଗ କରିବେ ଲାଇଫରେ। ଏହା ସବୁଠାରୁ ଦୀର୍ଘ ମହାଦଶା ମାନଙ୍କ ମଧ୍ୟରୁ ଗୋଟିଏ। ଯେତେକ ଦଶା ଅଛନ୍ତି, ଯେତେକ ବହୁତ ସମୟ ବା 18 ବର୍ଷ, 19 ବର୍ଷ, 16 ବର୍ଷ ଯୋଉ ଅଛନ୍ତି, ଏ ହଉଛି 18 ବର୍ଷ, ଗୋଟେ ଦୀର୍ଘ ଲାଇଫର ଗୋଟେ ପାର୍ଟ। ଗୋଟେ 18 ବର୍ଷ ଆପଣଙ୍କୁ ଭୋଗ କରିବାକୁ ପଡିବ। ଗୋଟେ ଦଶା ଦେଖନ୍ତୁ, ସମସ୍ତଙ୍କ ଲାଇଫରେ ଦଶା ଗୋଟେ କାହାର ବୃହସ୍ପତି ବା ବୃହସ୍ପତି ମହାଦଶା ପଡୁଛି, ଗୁରୁ ମହାଦଶା ପଡୁଛି, କାହାର ଗୁରୁ ଚନ୍ଦ୍ର ଦଶା ପଡୁଛି, ବିଭିନ୍ନ ପ୍ରକାର ଦଶା ଅଛି। ତେଣୁ ଏଇ ଯୋଉ ରାହୁ ମହାଦଶା କଥା କହୁଛେ ଆମେ 18 ବର୍ଷ, ଏହା ସବୁଠାରୁ ଦୀର୍ଘ ମହାଦଶା ମାନଙ୍କ ମଧ୍ୟରୁ ଗୋଟିଏ ହେଇଥାଏ ଲାଇଫରେ। ଏହାର ପ୍ରଭାବ କଣ ହେଇଥାଏ? ସାଧାରଣ ପ୍ରଭାବ ଆକସ୍ମିକ ପରିବର୍ତ୍ତନ, ହଠାତ୍ ସୁଯୋଗ କିମ୍ବା ଅସୁବିଧା ହେଇଥାଏ। ମ୍ୟାରିଟାଲ ଡିଜାୟାର, ଧନ ସମ୍ପତ୍ତି, ପଦ ପ୍ରଭାବ ପାଇଁ ଲାଳସା ବଢେ ଏଇ ଦଶାରେ। ଇଲ୍ୟୁସନ, କନଫ୍ୟୁଜନ, ସତ୍ୟ ଓ ମାୟାର ବିଚାର କରିବା କଠିନ হয়। କୋଉଟା ଠିକ କୋଉଟା ଭୁଲ ଆପଣ ବିଚାର କରିପାରିବେନି, ରଙ୍ଗ କୋଉଟା ରାଇଟ କୋଉଟା, ଆ ଭିତରେ ଆପଣ କେବେ ବି ବିଚାର କରିପାରିବେନି ଦଶା ପଡିଲେ। ଫରେନ୍ କନେକ୍ସନ, ବିଦେଶୀ ସମ୍ପର୍କ, ବିଦେଶୀ ବ୍ୟବସାୟ କିମ୍ବା ଯାତ୍ରାର ଚାନ୍ସ ମିଳେ। ଟେକ୍ନୋଲୋଜି ଓ ମଡର୍ନ ଫିଲ୍ଡରେ ଆଇଟି, ଏଆଇ, ଷ୍ଟକ୍ ମାର୍କେଟ, ଟ୍ରେଡିଂ, ଆଷ୍ଟ୍ରୋଲୋଜି, ଅକ୍ଟାଲ, ପଲିଟିକ୍ସରେ ସୁଯୋଗ ମିଳିଥାଏ। ମେଣ୍ଟାଲ ପ୍ରେସର, ଏନଏକ୍ସଟି, ଷ୍ଟ୍ରେସ୍, ଓଭର ଥିଙ୍କିଂ, ବହୁତ ଭାବନା ଆପଣଙ୍କ ଲାଇଫରେ ଆସିଥାଏ। ମେଣ୍ଟାଲ ଷ୍ଟ୍ରେସ୍ ଆସିଥାଏ। ବହୁତ ପ୍ରକାର ଡିଜିଜ ଆପଣଙ୍କୁ ହେଇଥାଏ ମହାଦଶା ସମୟରେ। ରାହୁ ମହାଦଶାର ଦିଟା ଇମ୍ପାକ୍ଟ ଅଛି ଲାଇଫରେ। ଯଦି ରାହୁ ଭଲ ସ୍ଥିତିରେ ଆପଣଙ୍କ ରାଶିରେ ଜାତକ ଉପରେ ରହିଲେ, ବହୁତ ଶୁଭ ପ୍ରଭାବ ରହିବ। ଅପାର ସଫଳତା, ହଠାତ୍ ଉନ୍ନତି, ଆପଣ ଭାବି ପାରିବେନି କେମିତି ଆପଣଙ୍କ ଲାଇଫରେ କେମିତି ଉନ୍ନତି ହେଇଯିବ। ବହୁତ ବଡ ବଡ ଗୋଲ୍ଡେନ ଚାନ୍ସ ଆପଣଙ୍କ ଲାଇଫରେ ଆସିବ। ଧନ, ପଦ, ସମ୍ମାନ, ବିଦେଶ ସୁଯୋଗ ବି ଆପଣଙ୍କ ଲାଇଫରେ ଆସିଥାଏ। ରାଜନୀତି କିମ୍ବା ବଡ ନେତୃତ୍ୱର ଭୂମିକା ଆସିଥାଏ। ଆଧ୍ୟାତ୍ମିକ ଜାଗା, ଯଦି ରାହୁ ବୃହସ୍ପତି କେତୁ ସହାୟତା କରନ୍ତି, ଆଧ୍ୟାତ୍ମିକ, ଆପଣ କୌଣସି ମନ୍ଦିର ହଉ, ଯଜ୍ଞ ଅନୁଷ୍ଠାନ କରିବା ପାଇଁ ଟ୍ରାଏ କରିବେ। ଜାଣିବେ ଆପଣଙ୍କ ସେତେବେଳେ ଆପଣଙ୍କ ସାଥିରେ ରାହୁ ନିଶ୍ଚିତ ଭାବରେ ଭଲ ଅଛନ୍ତି। ଦେଖିପାରୁଥିବେ ଗୋଟେ ଗୋଟେ ଲୋକ ବହୁତ ବଡ ବଡ ଯଜ୍ଞ କରୁଛନ୍ତି, ବହୁତ ବଡ ବଡ ଅନୁଷ୍ଠାନ କରୁଛନ୍ତି, ହଠାତ୍ ସେମାନେ ଜିରୋରୁ ହିରୋ ହେଇଯାଉଛନ୍ତି, ହଠାତ୍ ସେମାନେ କରୋଡପତି ହେଇଯାଉଛନ୍ତି, ଫରେନ ଯାଉଛନ୍ତି, ବହୁତ ଡେଭଲପ କରି ଯାଉଛନ୍ତି, ଲୋକମାନେ ତାଙ୍କୁ ଇର୍ଷା ବି କରୁଛନ୍ତି। କିନ୍ତୁ ଆକ୍ଚୁଆଲି ତାଙ୍କ ଜାତକରେ ଯେତେବେଳେ ରାହୁର ଭଲ ସ୍ଥିତି ଆସୁଛି, ରାହୁ ମହାଦଶା ପଡୁଛି, ଯଦି ରାହୁ ତାଙ୍କୁ ଭଲ ସ୍ଥିତିରେ ଆସୁଛି, ତାଙ୍କୁ ଏ ସବୁ ପରିସ୍ଥିତି ତାଙ୍କୁ ଆସିଥାଏ, ତାଙ୍କୁ ଏ ସବୁ ସୁଯୋଗ ଆଇଥାଏ। ରାହୁ ଦୃଷ୍ଟି ସ୍ଥିତି ଥିଲା, ଯଦି ଅଶୁଭ ଥାଏ ରାହୁରେ କଣ ହବ ନା, ଆଇନି ସମସ୍ୟା ଆପଣଙ୍କ ଲାଇଫରେ ଆସିବ, କେସ୍ ଚାଲିବ, କୋର୍ଟ କେସ୍ ଚାଲିବ, ଚିଟିଂ କେସରେ ଫସିବେ। ଆପଣଙ୍କ ଲାଇଫରେ ନିଶା ବା ଆଲକହଲ୍ସ, ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟର ଆପଣଙ୍କୁ କବଳିତ କରିବ। ଆପଣ ତା ପ୍ରତି ଆଟ୍ରାକ୍ଟ ହେବେ। ଖରାପ ସାଙ୍ଗ ହବ, ମନ ଭିତରେ ବହୁତ ସବୁବେଳେ ଷ୍ଟ୍ରେସ୍ ରହିବେ, ହଠାତ୍ ପତନ ହବ। ଲାଇଫରେ ଆପଣ ଯେକୌଣସି କାମ କରୁଥିବେ, ବହୁତ ଭଲ ଚାଲିଥିବ, ହଠାତ୍ ପୁରା ଜିରୋ ହେଇଯିବେ। ମିଥ୍ୟା ସଂଘ, ବିଶ୍ୱାସଘାତୀ ହେଇଯିବେ। ସ୍ୱାସ୍ଥ୍ୟ ସମସ୍ୟା, ବିଶେଷ କରି ଭୟ, ମୁଣ୍ଡ, ବିଷାକ୍ତ ଚର୍ମ ରୋଗ ହେଇଥାଏ ଏ ସମୟରେ, ଯଦି ରାହୁ ଖରାପ ସ୍ଥିତିରେ ରହିବେ। ତେଣୁ ରାହୁ ମହାଦଶାରେ ଅନ୍ତର୍ଦଶା ବି ରହିଥାଏ। କେତେବେଳେ ସେଇ ରାହୁ ମହାଦଶା ଆପଣଙ୍କ ଯୋଉ 18 ବର୍ଷ ଭିତରେ ଚାଲିଥାଏ, ତା ଭିତରେ ଆପଣ ଦେଖିବେ କିଛି ସମୟ ଭଲ ସମୟ ଆପଣଙ୍କ ଲାଇଫରେ ଆସିଥାଏ, କିଛି ସମୟ ଖରାପ। କିନ୍ତୁ ଏଇଟା ସାରାଂଶ ହଉଛି ଏଇଆ, 18 ବର୍ଷ ଆପଣଙ୍କୁ ଭୋଗିବାକୁ ପଡିବ। ଏଇ 18 ବର୍ଷରେ ଆପଣଙ୍କୁ ଏଇଆ ମାନେ ପହଞ୍ଚିବାକୁ ପଡିବ ରାଶି ଅନୁସାରେ। ତାକୁ ଦେଖିବାକୁ ପଡିବ, ଡେଟ୍ ଅଫ ବାର୍ଥ ଆପଣଙ୍କର ଜନ୍ମ ତାରିଖ ହେଲା,
ତାପରେ ପ୍ଲେସ୍ ହେଲା ଜନ୍ମର ବାର୍ଥ ପ୍ଲେସ୍ ହେଲା, ଜନ୍ମ ଟାଇମିଂ ହେଲା, ଆପଣଙ୍କର ରାଶି କଣ ତାକୁ ଦେଖିଲା ପରେ ଆପଣ ଜାଣିପାରିବେ। ରାହୁ ପ୍ରଥମ ଯେତେବେଳେ ରାହୁ ମାସ ଷ୍ଟାର୍ଟ ହବ, ରାହୁରେ ରାହୁ 2 ବର୍ଷ 8 ମାସ ରହିବେ। ଜୀବନରେ ଅତ୍ୟଧିକ ପରିବର୍ତ୍ତନ, ହଠାତ୍ ଉନ୍ନତି କିମ୍ବା ପତନ। ରାହୁ ସହିତ ରାହୁ ଆଉ କେହି ରହିବେନି, ସେ ଏକୁଟିଆ ରାଜ କରିବ ଆପଣଙ୍କ ଲାଇଫ। ଯଦି ଆପଣଙ୍କ ଭଲ ସ୍ଥିତିରେ ଥାଏ, ବହୁତ ହଠାତ୍ ଉନ୍ନତି ହେଇଯିବ କିମ୍ବା ବହୁତ ପତନ ହେଇଯିବ, ଖରାପ ସ୍ଥିତିରେ ପତନ ହେଇଯିବେ। ତାପରେ 3 ବର୍ଷରେ ଆସିବେ ରାହୁ ବୃହସ୍ପତି। ରାହୁରେ ବୃହସ୍ପତି 3 ବର୍ଷ ଆସିବେ। ଜ୍ଞାନ ଗୁରୁ ଶିକ୍ଷା କିନ୍ତୁ ମାୟା, ସତ୍ୟର ସଂଘର୍ଷ। ଯଦି ଠିକ ରେ ରହିବେ ଜ୍ଞାନ ଗୁରୁ ଶିକ୍ଷା ପାଇବେ, ଯଦି ଭୁଲ ରହିବେ ମାୟା ହେଇଯିବ, ସତ୍ୟର ସଂଘର୍ଷ ପାଇଁ ଆପଣଙ୍କ ଜୀବନରେ ଲାଇଫରେ ଲଢିବାକୁ ପଡିବ। ରାହୁରେ ଶନି ପୁଣି 3 ବର୍ଷ ରହନ୍ତି। କର୍ମ ସଂଘର୍ଷ ଭାରି ଦାୟିତ୍ୱ। ଯଦି ଭଲରେ ଥିବେ ଆପଣ ବହୁତ ନାଁ କରିବେ, ବହୁତ ଇନକମ କରିବେ, ଆପଣ ବହୁତ ଡେଭଲପମେଣ୍ଟ କରିବେ। ଯଦି ଖରାପରେ ଥିବେ ସଂଘର୍ଷ ହବ, ବହୁତ ଦାୟିତ୍ୱ ରହିବ, ଆପଣ କାମ କଲେ ବି ତାର ସଫଳତା ଆପଣଙ୍କୁ ମିଳିବ ନାହିଁ। ରାହୁର ବୁଧ 2 ବର୍ଷ 6 ମାସ ରହିଥାନ୍ତି। ଡିଟେଲ୍ସ ଆପଣ ଜାଣନ୍ତୁ ମହାଦଶା ବିଷୟରେ। ଆପଣ ଜାଣିଲେ ନୂଆ ନୂଆ ଆପଣଙ୍କୁ ଲାଗିବ। ନିଶ୍ଚିତ ଆଷ୍ଟ୍ରୋଲୋଜି ଜାଣିଲେ ବହୁତ କିଛି ଆପଣ ଶିଖିପାରିବେ। ରାହୁରେ ବୁଧ 2 ବର୍ଷ 6 ମାସ, ବ୍ୟବସାୟ ସମ୍ପର୍କ ଟ୍ରେଡିଂରେ ଲାଭ କ୍ଷତି। ଯଦି 2 ବର୍ଷ ଆପଣ ଭଲ ସ୍ଥିତିରେ ଥାଏ ରାହୁ, ତାହେଲେ ଆପଣ ଟ୍ରେଡିଂରେ ସଫଳ ହେବେ, ବ୍ୟବସାୟରେ ସଫଳ, ସମ୍ପର୍କରେ ସଫଳ। ଯଦି ତାର ଉଲ୍ଟା ହବ, ଯଦି ଆପଣ ଅଶୁଭ ସ୍ଥିତିରେ ଥାଆନ୍ତି ଆପଣ କ୍ଷତି ସହିବେ। ରାହୁର କେତୁ 1 ବର୍ଷ 6 ମାସର ଅସ୍ପଷ୍ଟତା, ଆଧ୍ୟାତ୍ମିକ ପରିବର୍ତ୍ତନ ହବ। ଲାଇଫରେ କିଛି ପରିବର୍ତ୍ତନ ହେଇପାରେ। ଯଦି କ୍ଷତି ମାନେ ରାହୁ ଯଦି ଆପଣ ଖରାପରେ ଥିବେ ଆପଣ କିଛି ପରିବର୍ତ୍ତନ ହବ ନାହିଁ, ଆହୁରି ଯଦି ଭଲ ସ୍ଥିତିରେ ଥିବେ ଆପଣ ଖରାପ ସ୍ଥିତିକି ଯିବେ। ରାହୁରେ ଶୁକ୍ର 3 ବର୍ଷ, ପ୍ରେମ ସମ୍ପର୍କରେ କର୍ମରେ ବହୁତ ଭଲ ସମ୍ପର୍କ ତିଆରି ହେଇଯିବ ହେଲା। ରାହୁରେ ଯଦି ଶୁକ୍ର ରହିବେ, ଯଦି ତା ଭିତରେ ବି ଯଦି ରାହୁ ଆପଣ ଖରାପ ସ୍ଥିତିରେ ରହିବେ, ସେ ସମ୍ପର୍କରେ ଆପଣଙ୍କ ଫ୍ୟାମିଲି ହଉ ଆପଣଙ୍କ ପରିବାର ଭିତରେ ଡିଷ୍ଟରବାନ୍ସ, ଯୋଉମାନେ ମ୍ୟାରେଡ୍ ଅଛନ୍ତି ହଜବାଣ୍ଡ ଆଉ ୱାଇଫ ଭିତରେ ଡିଷ୍ଟରବାନ୍ସ ଉପୁଜିବ। ରାହୁରେ ସୂର୍ଯ୍ୟ 10 ମାସ ରହିବେ, ଅହଙ୍କାର ବଢିବ, ପିତା ସରକାରୀ ବିଶେଷରେ ସମସ୍ୟା। ଯଦି ଭଲରେ ଥିବେ, ରାହୁ ଯଦି ଭଲ ସ୍ଥିତିରେ ଥବ ଆପଣଙ୍କ ଲାଇଫରେ ବହୁତ କିଛି ଡେଭଲପମେଣ୍ଟ ହବ। ରାହୁ ଯଦି ଖରାପ ସ୍ଥିତିରେ ଥବ ଆପଣଙ୍କ ବାପାଙ୍କର ଦେହ, କାହିଁକିନା ରାହୁ ଆପଣଙ୍କୁ ପ୍ରେଜେଣ୍ଟ କରେ ପିତାଙ୍କୁ। ରାହୁରେ ସୂର୍ଯ୍ୟ, ସୂର୍ଯ୍ୟ ଆପଣଙ୍କର ବାପାଙ୍କୁ ପ୍ରେଜେଣ୍ଟ କରେ, ବାପାଙ୍କୁ ପ୍ରେଜେଣ୍ଟ କରିଥିବାରୁ ପିତାଙ୍କର ବହୁତ କିଛି ଅସୁବିଧା ହବ, ବହୁତ କିଛି ରିକ୍ସ ଆସିପାରେ ରାହୁରେ ଯେତେବେଳେ ସୂର୍ଯ୍ୟ ରହିବେ। ରାହୁରେ ଯେତେବେଳେ ଚନ୍ଦ୍ର 2 ବର୍ଷ, ମନୋବଳ ଦୁର୍ବଳ, ଭାବନାର ଅସ୍ଥିରତା ଆସିବ। ରାହୁ ଚନ୍ଦ୍ର ରହିଲେ ମନୋବଳ ଦୁର୍ବଳ ହବ, ଭାବନାର ଅସ୍ଥିରତା। ଯଦି ଭଲ ସ୍ଥିତିରେ ଥାଏ ମନୋବଳ ଆପଣଙ୍କ ପୁରା ଠିକ ହେଇଯିବ, ଭାବନାରେ ପୁରା ସ୍ଥିରତା ଆସିବ। ଯଦି ଅଶୁଭ ସ୍ଥିତିରେ ରହିବେ ମନୋବଳ ଆଉ ଭାବନାରେ ଅସ୍ଥିରତା ଦେଖାଦେବ। ରାହୁରେ ମଙ୍ଗଳ 1 ବର୍ଷ 6 ମାସ, ସାହସ କ୍ରୋଧ, ହଠାତ୍ ସଫଳତା କିମ୍ବା ଦୁର୍ଘଟଣା ହେଇଥାଏ। ରାହୁରେ ଯଦି ମଙ୍ଗଳ ରହିବେ ତାହେଲେ ଆପଣଙ୍କ ଲାଇଫରେ ସାହସ କ୍ରୋଧ, ସାହସ ବଢିବ। ଯଦି ଅଶୁଭ ସ୍ଥିତିରେ ରହିଲେ ହଠାତ୍ ସଫଳତା ହେଇଥାଏ। କେତେବେଳେ ରାହୁରେ ଯଦି ମଙ୍ଗଳ ଶୁଭ ସ୍ଥିତିରେ ଥାନ୍ତି, ରାହୁ ଆପଣଙ୍କ ଯଦି ଅଶୁଭ ସ୍ଥିତିରେ ଥାନ୍ତି ଆପଣଙ୍କୁ ଦୁର୍ଘଟଣା ହବ, ଅସଫଳ, ହଠାତ୍ ଅସଫଳ ମିଳିବ। ଆପଣ ଭଲ କାମ କରୁଥିବେ ସେ ଆପଣଙ୍କ ବିଜନେସ ଡାଉନ ହବ। ଏ ରାହୁଙ୍କର ପ୍ରଭାବ ଆପଣଙ୍କ ରହିବ। ରାହୁ ମହାଦଶାରେ ଏ ହଉଛି 18 ବର୍ଷର ସାରାଂଶ। ଏଇ 18 ବର୍ଷ ଆପଣ ଭୋଗିବାକୁ ପଡିବ, କେହି ତାକୁ ବ୍ରେକଅପ୍ କରିପାରିବେ। ତା ପାଇଁ କିଛି ଆମେ ରେମେଡି ଅଛି, ତାର ପ୍ରତିକାର ଅଛି, ତାକୁ ଯଦି ଆମେ ପାଳିବା କିଛି। ରାହୁ ମହାଦଶା ଉପାୟ, ଫାଷ୍ଟ ହଉଛି ମନ୍ତ୍ର ଆମକୁ ଜାଣିବାକୁ ପଡିବ। ଓಂ ରାଉଂ ରାହୁବେ ନମଃ, ପ୍ରତିଦିନ 108 ଥର ଜପ କରିବାକୁ ପଡିବ। କରନ୍ତୁ ତାହେଲେ ପରିବର୍ତ୍ତନ। ଦାନ ପୁଣ୍ୟ କରିବାକୁ ପଡିବ। ମୁଁ କହିଛି ନା ରେମିଡି, ଆଗରୁ ଚାପ୍ଟରରେ କହିଥିଲି ରେମିଡିସ୍ କଣ ସବୁ। ଦାନ ପୁଣ୍ୟ, ନୀଳ କଳା ବସ୍ତ୍ର, କଳା ଉଦଳ, ସୋରିଷ ତେଲ ଶନିବାର ଦିନ ଦାନ କର। ପୂଜା ଅର୍ଚ୍ଚନା, ମା ଦୁର୍ଗା, ଭୈରବୀ, ଭଗବାନ ଶିବଙ୍କୁ ପୂଜା କର। ହନୁମାନ ଚାଳିଶା ପାଠ କଲେ ରାହୁ କେତୁଙ୍କ ଦୋଷ କମିଥାଏ। ରତ୍ନ ଜେମଷ୍ଟୋନ ଗୋମେଦ ପିନ୍ଧିବା, କିନ୍ତୁ କୁଣ୍ଡଳୀ ସହିତ ସୁସାଠିକ ହୋଲ ମାତ୍ରାରେ। ଶିଷ୍ଟାଚାର, କେବେ ବି ଚିଟିଂ ସର୍ଟକଟ ଆସକ୍ତିରେ ଯିବେ ନାହିଁ। ଟ୍ରୁଥଫୁଲି ଆଣ୍ଡ ଡିସିପ୍ଲିନ ଜୀବନ ଚାଲିଲେ ରାହୁ ଶାନ୍ତି ହେଇଥାଏ। ତେଣୁ ରାହୁ ପାଇଁ ଥିଲା ସବୁ ପ୍ରତିକାର। ରାହୁ ମହାଦଶା ବିଷୟରେ ସାଧାରଣ ନଲେଜ, କିନ୍ତୁ ରାହୁ ମହାଦଶା ଯାହାର ବି ପଡିଥିବ, ଏଇ ସବୁ କାରଣ ଯଦି ହଉଥିବେ ଆପଣ ଜାଣିବେ ଆପଣ ଲାଇଫରେ କିଛି ଦଶା ଭୋଗ କରୁଛନ୍ତି। ଲାଇଫରେ ସମସ୍ତଙ୍କ ଜୀବନରେ, ଭଗବାନ ରାମଚନ୍ଦ୍ରଙ୍କ ଜୀବନରେ ବି ଦଶା ଭୋଗ ହେଇଥିଲା, ତେଣୁ ସମସ୍ତଙ୍କ ଜୀବନରେ ବି ଦଶା ଆସିଥାଏ। ଆମେ ଆକୁ ମାନିବା ଆବଶ୍ୟକ ଅଛି। ଶାସ୍ତ୍ର ଅନୁସାରେ ରହୁଛି। ଏ ଟପିକଟାରେ ଭଲ ଲାଗିଥାଏ ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ। ରହୁଛି।